কলে মালা গড়েইবু গড়েবি মালার যদি মন নাই নাই মালা জপ করিবার কিছু ফল মিলিব না মন তো নাই ফল আসিব কুয়াড়ু পয়সা খালি টিপটা দরজ হবা সার হব সিনা হেলা হেলা কিন্তু ফল মিলিবনি নাই কুনা মালা গড়েইলা বেলে মালারে মন নথিলে ଓହୋ যেমতি টিপ দরଜ হবা সার সিনা মালারে ফল মিলিবনি নাই ঠিক যেই প্রকার হ্যাঁ ভগবান ইয়ে আমি যদি যে পর্যন্ত সত্য পথরে আর ধর্ম পথরে যাইনে নাই আমি যেতে ভগবান কু ডাকিলে বাসে কিছু মূল্য নাই মূল্য কিছু নাই ভগবান প্রেমরে মন আমার উবুটুবু হবনি না না তেণু কবি কহিলে প্রভু ହଁ ଯୋଡ଼ା ତ ବାଟ ବାଟ ଗୋଟା ସତ୍ୟର ବାଟ ଆଉ ଗୋଟେ ଗୋଟା ଧର୍ମର ବାଟ ବାଟ। ଇଏ ସତ୍ୟ ପଥରେ ଧର୍ମ ପଥରେ ମୁଁ ଚାଲିଲେ ହେ ହେ ଆପଣଙ୍କ ପ୍ରେମରେ ମୋ ମନ ଉବୁଟୁବୁ ହବ ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ ବେଶ ପ୍ରଭୁ ପରମ ଶରଣ ହଁ ଏ ଜୀବନ ଶ୍ରୀ ଚରଣେ କଲି ସମର୍ପଣ ସାରେ ସେଇ ଲୋକ ସତ୍ୟ ପଥର ମୂଲ୍ୟକୁ ବୁଝି ପାରିବ କିଏ ସେଇ ଲୋକ ଧର୍ମ ପଥର ମୂଲ୍ୟକୁ ବୁଝି ପାରିବ କିଏ ଯୋଉ ଲୋକ ଭଗବାନଙ୍କର ଚରଣାର ବିନ୍ଦରେ ମନ ପ୍ରାଣକୁ ସମର୍ପଣ କରିଦେଇଥିବ ଆଜ୍ଞା ଆଜ୍ଞା ଆଁ? ଠିକ ଏ ଜୀବନ ଶ୍ରୀ ଚରଣେ କଲି ସମର୍ପଣ ସମର୍ପଣ ଯଦି ସତ୍ୟ ପଥରେ ଚାଲୁନୁ ଆଜ୍ଞା ତାହେଲେ ଭଗବାନଙ୍କର ଏ ପ୍ରେମକୁ ତୁ ଅନୁଭବ କରିପାରିବୁ ନାଇଁ ନାଇଁ ତୁ ମନେ ରଖ ହଁ ଆଚ୍ଛା ଦୁନିଆରେ ସତ କଣ କହିଲୁ ସତ କାହାକୁ କହିବା ସତ୍ୟ ସତ୍ୟ କଣ କହ ସତ୍ୟ ଏଠି ପାଲା ହଉଛି ସତ୍ୟ ଏଇଟା ସତ୍ୟ ଆଉ କଣ ପାଲା ହଉଛି ସତ୍ୟ ତତେ କିଏ କହିଲା ମୁଁ କହୁଛି ପାଲା ଏଠି ହଉଛି ସତ୍ୟ ପାଲା ଏଠି ହଉଛି ମିଛ କେମିତି ପାଲା ସତ ହଉନି ସତ କୋଉଟା କୋଉଟା ସତ ତୁ ବୁଝୁ ପାଲାରେ ମୁଣ୍ଡ ଦେ ଆଡୁ ସାଡୁ କଥା କହନା ଆଜ୍ଞା ଅଭିରାମ ପରମହଂସ କହିଲେ ହଁ କହିଲେ ଅନୁଭବକୁ ସତ୍ୟ କହି ଆରେ କହି ଅଭିରାମ ଭାଇ କହି ଅଭିରାମ ଭାଇ ପପୁ ବାବୁ କାହ୍ନୁ ବାବୁ କୁଆଡେ ଗଲେ ଏଠି ଅଛନ୍ତି ଛିଡା ଏଇଠି ଭଲ ଦର୍ଶନ ମିଳୁନି ହଁ ହଉ ହଉ ପ୍ରଭୁ ନାରାୟଣ କଲ୍ୟାଣ କରନ୍ତୁ ପପୁ ବାବୁଙ୍କର କାହ୍ନୁ ବାବୁଙ୍କର କୋରାଙ୍ଗ ଗ୍ରାମବାସୀ ମାନଙ୍କର କୋରାଙ୍ଗର ଆବାଳ ବୃଦ୍ଧ ବନିତା ସମସ୍ତଙ୍କର କଲ୍ୟାଣ କରନ୍ତୁ ସର୍ବେ ବୋଲନ୍ତୁ ଆନନ୍ଦ ଗବାଟ ହରି ହଉ ହଉ ପ୍ରଭୁ କଲ୍ୟାଣ ହଉ ସପରିବାର କଲ୍ୟାଣ ହଉ ଏମିତିଆ ଯୋଗ୍ୟ ପିଲା ଗୋଟା ନୁହଁ ପାଞ୍ଚଟା ଗୋଟା ଗୋଟା ଗାଁରେ ଜନ୍ମ ହୁଅନ୍ତୁ ଆଉ ମୁଁ ତ ଭଗବତୀ କି ଡାକୁଛି ଆଜ୍ଞା ଆମ ଗାଁରେ ଏମିତିଆ ଗୋଟା ଯୋଗ୍ୟ ପିଲା ଜନ୍ମ ହୁଅନ୍ତା କି ପାଲା ହଉ ହବ ତିନି ରାତି ବାଦ ପାଲା କରିବା ପାଇଁ ଶତ ଚେଷ୍ଟା କରି ମଧ୍ୟ ଆମ ଗାଁରେ ପାଲା କରେଇ ହଉନି ନାଇଁ ପରା ଆପଣଙ୍କ ଏ ଗାଁରେ ମଧ୍ୟ ପୂର୍ବରୁ ବାଦ ପାଲା ମଞ୍ଚଟିଏ ଥିଲା ହଁ ହଁ ମୁଁ ଏ ଗାଁକୁ ଆଗରୁ ଟିକେ ପାଲା ବୋଲି ଆସିଛି ବାସ୍ ବୋଧେ ଏ ଥରକୁ ହିସାବ କଲେ ଆପଣଙ୍କ କୋରାଙ୍ଗ ଗାଁରେ ମୋର ପାଲା ଗାଇବା ତୃତୀୟ ଥର ହେଲା ହଁ ନା ନାଇଁ ଆଜ୍ଞା ବହୁ ବର୍ଷ ପୂର୍ବରୁ ଗୋଟା ଥର ମରିଗଲେଣି ସୁନୀଲ ମହାପାତ୍ର ହଁ ଗତ ବର୍ଷ ଥିଲେ ଏ ବର୍ଷ ନାହାନ୍ତି ନାଇଁ ପରା ସୁନୀଲ ମହାପାତ୍ରଙ୍କର ମୋର ଗୋଟାଏ ବର୍ଷ ଆସିଥିଲୁ ଏଠିକି ହଁ ତାପରେ ଗତ ବର୍ଷ ବନ୍ଧୁ ହୋତାଙ୍କ ସହିତ ମୋର ଆସିଥିଲୁ ହଁ ଏ ବର୍ଷ সোনা ଭାଇନାଙ୍କର ମୋର ସାର୍ ପାଲା ମଞ୍ଚଟିଏ କରିବା ତ ସହଜ କଥା ନୁହଁ ନା ଆଉ କାହ୍ନୁ ବାବୁକୁ ଯେତିକି ଧନ୍ୟବାଦ ଦେବା କଥା ତାଠୁ ଅଧିକ ଧନ୍ୟବାଦ ମୁଁ ଆପଣ ମାନଙ୍କୁ ଦଉଛି ଯେ ଆପଣ ମାନେ ଏତେ ସଂଖ୍ୟାରେ ସହଯୋଗ କରୁଛନ୍ତି ଶ୍ରବଣ କରୁଛନ୍ତି ଆଉ ସାର୍ ଗତ ବର୍ଷଠୁ ତ ଏ ବର୍ଷ ବହୁତ ଲୋକ ହଁ ବଡ ଆନନ୍ଦର କଥା ବହୁତ ବହୁତ ତେଣୁ ଆପଣ ମାନଙ୍କୁ ନାରାୟଣ ଶଙ୍ଖରେ ପୁରେଇ ଚକ୍ରରେ ଛାଇ କରିଥାନ୍ତୁ ହେଲୋ ସମସ୍ତଙ୍କର କଲ୍ୟାଣ କରନ୍ତୁ ମହାପ୍ରଭୁ ସତ୍ୟ ନାରାୟଣ ହଁ ସର୍ବେ ବୋଲନ୍ତୁ ଆନନ୍ଦ ହରି 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 ବୋଲ କୁନା ଆଜ୍ଞା ସତ୍ୟ କଣ ସତ୍ୟ ନା ଅଭିରାମ ପରମହଂସ କହିଲେ ଜୀବନରେ ସବୁଠୁ ବଡ ସତ୍ୟ ହଉଛି ଅନୁଭବ ଅନୁଭବ ସାର୍ ଯିଏ ଅନୁଭବ ନ କରିଛି ଓ ତାହା ସତ୍ୟ ବୋଲି ଗ୍ରହଣ କରିପାରିବାନି ନାଇଁ ନାଇଁ ତେଣୁ ସତ୍ୟ ପଥରେ ଗଲେ କଣ ହବ କଣ ହବ ଧର୍ମ ପଥରେ ଗଲେ କଣ ହବ ହଁ। ସାର୍ ଆମେ ସିନା ନିଜେ ସତ୍ୟ ପଥରେ ଯାଇ ଅନୁଭବ କଲେ ଜାଣିବା ହଁ ସତ୍ୟ ପଥରେ ନ ଯାଇ ହଁ। ଧର୍ମ ପଥରେ ନ ଯାଇ ଆଚ୍ଛା ଆମେ ଯଦି ସତ୍ୟର ମୂଲ୍ୟ ବୁଝିବାକୁ ଚେଷ୍ଟା କରିବା ପାରିବା କି ରେ ସତ୍ୟର ମୂଲ୍ୟ କଣ କଣ ନା ଜଗତରେ ଯେତେ ନା ମୁଁ ଯେମିତି କହିଲି ସବୁଠୁ ମୂଲ୍ୟବାନ ସତ୍ୟ ନାରାୟଣ ଆଜ୍ଞା ଆଜ୍ଞା ଇଏ ନାରାୟଣଙ୍କ ନାଁଟାକୁ ଏତେ ମୂଲ୍ୟବାନ କରିଦେଇଛି ଆଜ୍ଞା ଗୋଟାଏ ଶବ୍ଦ ସେ ସତ୍ୟ ସତ୍ୟ ନାରାୟଣ ପୂର୍ବରୁ ଯଦି ସତ୍ୟ ଚନ୍ଦନ ଲାଗିଥାନ୍ତା ଆଚ୍ଛା ଆଚ୍ଛା ନାରାୟଣ ଆଜି ପୂଜା ପାଉନଥାନ୍ତେ ଇଏ ଆଜ୍ଞା କାଇଁ ପୂଜା କରିଥାନ୍ତା ଆପଣ ଚିନ୍ତା କରନ୍ତୁ ଓ। ତାହେଲେ ସତ୍ୟ ନାରାୟଣକୁ ପୂଜା କରିଛି ଆଜ୍ଞା ଜଗତରେ ଯେତେ ପଥ ଓହୋ ସବୁଠାରୁ ଶ୍ରେଷ୍ଠ ପଥ ହଉଛି ସତ୍ୟର ପଥ ସତ୍ୟ ପଥ ପୁନା ଜଗତରେ ସବୁ ଅନୁଭବ ଠାରୁ ଶ୍ରେଷ୍ଠ ଅନୁଭବ ହଉଛି ସତ୍ୟର ଅନୁଭବ ଆଜ୍ଞା ଆଜ୍ଞା ଆଉ କଣ କଣ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ସିଏ କଣ କହିଲେ ଗୋଟା ପଦ କହିଲେ କଣ କହିଲେ ସତ୍ୟ ସର୍ବଗୁଣ ମଧ୍ୟରେ ସତ୍ୟ ସର୍ବଗୁଣ ମଧ୍ୟରେ ତାର ସତ୍ୟ ସର୍ବଗୁଣ ମଧ୍ୟରେ ତାର ସତ୍ୟ ସର୍ବଗୁଣ ମଧ୍ୟରେ ତାର
হীরবর কৌতুকে শুনিব দেই মন আপে আপে টিবু যাহা পাবি কথারে হই ভালো কাম আপে আপে ইয়ে বসি শুনুথিব আদিব বনিতা গান আপে আপে টিবু ଆପଣଙ୍କୁ କଲ୍ୟାଣ ବାଞ୍ଛିବେ ଦେବ ନାରାୟଣ আপে আপে ଇଏ ଶଙ୍କର ପୁରାଇ ଚକ୍ର ଧରିଥିବେ ଚାରି আপে আপে ଦୟା କରିଥିବେ ଆପଣଙ୍କୁ ବନ୍ଧନ ଗୋଟାଇ আপে আপে টিবু ଆଚ୍ଛା ବିଶୁ ତା ଭିତରେ ମାଇକଟା ରଖିବାକୁ ଏମିତି ସୁବିଧା ନାହିଁ ତ ମୁହଁ ବେଶୀ ବଢିଗଲାଣି କଣ ତୁ ଶୁଣିବା ଦରକାର ମତେ ତ ଶୁଭୁଛି ତତେ କେମିତି ଶୁଭୁନି ହଁ କହିଲା ଟୋଟାଲ ଶୁଭୁନି ତୁ ଏମିତି ହେଲେ ଆର ପାଲାଠୁ ମୁଁ କହିବି ଟୋଟାଲ ବାଜେ ମାଇକି ବନ୍ଦ ହବ ତୋ ପାଇଁ হ্যাঁ ର ଜ୍ଞାନୀ ମଣ୍ଡଳୀ ପାଲା ଆଜ୍ଞା ବାଜା ବୁଡଉନି ତ ତାହେଲେ ଠିକ ଅଛି শুভুনি বাবা দা পদাকু শুভুনি যে ଆରେ ପଦାକୁ ଶୁଭୁନି କିନ୍ତୁ ଆମକୁ ଏଠି শুভুনি ଏଠି ବୁଡେଇ ପକଉଛି ଆମକୁ ବା ମୋ ମୁଣ୍ଡଟା ବାରମ୍ବାର ସିଟି ଖସି ଯାଉଛି ତା ବାଜାକୁ হ্যাঁ হ্যাঁ ର ହଉ ଆଉ ଆପଣ ମାନେ ଯୋଉ ଟିକେ ଟେକି ଦଉଛନ୍ତି ତାକୁ ଟିକେ ମାଇଲୁ ସିଏ ନଗି ଉପରେ ଉଠିକି ଯାଇ ବସୁଛି ଆଉ ର ଜ୍ଞାନୀ ମଣ୍ଡଳୀ କହିବାର ସେ ବା ଛଡେଇ ଦେଇକି ମାରୁଛି ଆଉ ଜାଣିପାରୁନୁ କଣ ତାଠୁ କାଇଦା ଆଉ କିଏ ଜାଣିଛନ୍ତି ନା କଣ ନାଇଁ ହଁ ସେ ବାଜା ବଜେଇଲାକୁ ମୁହଁକୁ ଦେଇ ଦଉଛି ମୁଁ କହିଲାକୁ ଛଡେଇ ଦେଇକି ମାରୁଛି କହୁଛି ଶୁଭୁନି ଦେଖୁନା ତା ବୋଉ ଶିଖେଇଛି ଆଉ ରହ ଜ୍ଞାନୀ ମଣ୍ଡଳୀ କହିବାର ଉଦ୍ଦେଶ୍ୟ କୁନା ଆଜ୍ଞା ପାଲାର ମନ ଦେଇ হ্যাঁ କବି କହିଲେ ସତ୍ୟ ସର୍ବଗୁଣ ମଧ୍ୟରେ ସାର ଯେମିତିଆ ଭଗବାନଙ୍କର ଯେତେ ନା ଶ୍ରେଷ୍ଠ ନା ସତ୍ୟ ନାରାୟଣ আচ্ছা ଯେତେ ପଥ আচ্ছা ଶ୍ରେଷ୍ଠ ପଥ হ্যালো ସତ୍ୟର ପଥ সত্যর পথ ଯେତେ ଅନୁଭବ ହଁ। ଶ୍ରେଷ୍ଠ ଅନୁଭବ অনুভব ସତ୍ୟର ଅନୁଭବ ଆଜ୍ଞା। କଣ ବୁଝୁଛୁ ତୁ? ହଁ। ସେମିତି ଯେତେ ଗୁଣ ଜଗତରେ ଆଜ୍ଞା ଆଜ୍ଞା ସବୁଠାରୁ ଶ୍ରେଷ୍ଠ ଗୁଣ ସତ୍ୟ ଗୁଣରେ ସାରେ ସତ କହିବା হ্যাঁ ଏଇଟା ହଉଛି ମଣିଷର ସବୁଠୁ ଗୋଟେ ଦୁର୍ଲଭ ଆଉ ଶ୍ରେଷ୍ଠ ଗୁଣ হ্যাঁ হ্যাঁ ମଣିଷ ତାକୁ ଅଭ୍ୟାସ କଲେ ହବନି হবনি ଚେଷ୍ଟା କଲେ হবনি নাই জন্ম জন্মান্তর সুকৃতর পুণ্য ফল থিলে এ সত্য মৌসা মଣିষ সত্য পথরে ଯିବ। নহলে কই পারিবনি কান্ত কবি লক্ষ্মীকান্ত মহাপাত্র কহিলে হ্যাঁ। সত্য সর্বগুণ মধ্যরে সার হ্যালো সত্যকু করিবু গোলার হার হার সারে এ হারটি আপন মো বেকেরে আজি দেইছন্তি হ্যাঁ কালি সকালু কি এ হার হ্যাঁ নত মৌলি পড়িব মৌলি ଯିବ কিন্তু সত্য আজ্ঞা এমিতিয়া গোটা হার হ্যাঁ সে হারকু যদি আপন বেকরে পকাইবে বেশ আপনক বেকরে সে যেতে অধিক দিন রহিব হ্যাঁ হ্যাঁ তার ঔজ্জ্বল্যতা সেতে অধিক বঢ়িব আপন ଯୋଉ ଜୁଏଲାରୀ ଦୋକାନରୁ ଯେତେ ଟଙ୍କା ଦେଇ ହାର କିଣନ୍ତୁ ଆଜ୍ଞା ସେ ହାର ଆଜ୍ଞା କିଛି ଦିନ ପରେ ତେଜ ହରେଇ ବସିବ ଘରେ ବସିବ ନା ଆଜ୍ଞା କିନ୍ତୁ ସତ୍ୟ ହଉଛି ଏମିତିଆ ଗୋଟେ ହାର ହଁ ସେ ହାରର ଔଜ୍ଜଲ୍ୟତା କମିବନି নাই ବରଂ ଦିନକୁ ଦିନ ବଢିବ ତେଣୁ ସତ୍ୟକୁ କରିବୁ ଗୋଳାର ହାର ହାର ଅର୍ଥ ସତ୍ୟ ଇଏ ଯଦି ଗୋଳାର ହାର କରିବାର ଇଚ୍ଛା ଆଜ୍ଞା ସତ୍ୟକୁ ହାର କରିବୁ ହଁ ସତ୍ୟ କହିବି ସତ୍ୟକୁ କଣ ହାର କରିବୁ କଣ? ନା କବି କଲେ କଣ୍ଠର ଭୂଷଣ କଣ ହଁ, ନା ହାର- ସତ୍ୟ କଣ୍ଠ ଭୂଷଣମ୍ ଆଜ୍ଞା। ଶାସ୍ତ୍ର କହିଛି ହଁ। କହିଲେ ହସ୍ତସ୍ୟ ଭୂଷଣମ୍ ଦାନ ସତ୍ୟ କଣ୍ଠସ୍ୟ ଭୂଷଣମ୍ ଅର୍ଥ ହାତର ଅଳଙ୍କାର ହଉଛି ଦାନ ସାରେ ହାତର ଅଳଙ୍କାର ସୁବର୍ଣ୍ଣ କଙ୍କଣ ନୁହଁ নাই নাই ହସ୍ତସ୍ୟ ଭୂଷଣମ୍ ଦାନମ୍ দান କୁନା ଆଜ୍ଞା ଶାସ୍ତ୍ର ସ୍ୱତ୍ରସ୍ୟ ଭୂଷଣମ୍ ଆଜ୍ଞା କାନର ଭୂଷଣ କଣ ଭେଣ୍ଡି ନା ପେଣ୍ଡି ନୁହଁ ଆଉ ଫୁଲ ନୁହଁ ଆଉ କର୍ଣ୍ଣପୁର ନୁହଁ ଆଉ କଣ ନା କାନର ଭୂଷଣ ହଉଛି ଶାସ୍ତ୍ର ବଚନ ଏ ଶାସ୍ତ୍ର ବଚନ ଶୁଣିବା ଦରକାର ଆପଣ ମାନେ ବସିଛନ୍ତି ଆଜ୍ଞା ମୁଁ ଶାସ୍ତ୍ର କଥା ଗୁଡିଏ ଯଦି କହିଲି ହଁ ସେ କାନ ଶୁଣିଲେ ଆଜ୍ଞା ପବିତ୍ର ହବ ଠିକ ମୁଁ ଯଦି ଅବାସ୍ତବ ଅବାନ୍ତର କଥା ଗୁଡିଏ କହିବି ହେଲା ହେଲା ସାର୍ ସେଥିରେ କର୍ଣ୍ଣ ପବିତ୍ର ହବନି ଅପବିତ୍ର ତେଣୁ କାନର ଭୂଷଣ କୁଣ୍ଡଳ ନୁହଁ নাই নাই କର୍ଣ୍ଣପୁର ନୁହଁ নাই ପେଣ୍ଡି ନୁହଁ নাই କାନର ଭୂଷଣ ଶାସ୍ତ୍ର କଥା ଶୁଣିବା বেশ କୁନା ଆଜ୍ଞା କଣ୍ଠର ଭୂଷଣ କଣ ସତ୍ୟ କଣ୍ଠସ୍ୟ ଭୂଷଣ ଆଜ୍ଞା ସତ୍ୟ ହଉଛି କଣ୍ଠର ଭୂଷଣ ଭୂଷଣ ଇଏ ଭୂଷଣକୁ ଯିଏ ପରିଧାନ କରିଛି ହଁ ଭୂଷଣ କିମ୍ ପ୍ରୟୋଜନମ୍ ହଁ ତାର ଆଉ ଅଳଙ୍କାରରେ ଲାଭ କଣ নাই নাই ତେଣୁ ମୋ କହିବାର ଉଦ୍ଦେଶ୍ୟ আছে ଗଳାର ହାର ହଉଛି ସତ୍ୟ সত্য ସଦା ସତ୍ୟ ଥିବୁ ରଖି হ্যাঁ ଜୀବନ ସାରା ଯଦି ଯେତେ ବିପତ୍ତି ଆସୁ ଆସୁ ଯେତେ କଷ୍ଟ ଆସୁ ଆଜ୍ଞା ସତ୍ୟ ପଥରେ ଚଳିବୁ ହେଲା। ସତ କଥା କହିବୁ ହଁ। ସତ ଇଏ କର୍ମ କରିବୁ ହେଲା କୁନା ଆଜ୍ଞା ତାହେଲେ ତୋର ବିଜୟ ଲାଭ ହବ ହବ ଅସତ୍ୟ କହିଲେ ଜାଣିଥିବୁ ଭଲେ ଆପେ ଆପେ ଯିବୁ ଠକିରେ হে ତୁ ସତ ଚେଷ୍ଟା କଲେ ଆଜ୍ଞା ସତ୍ୟର ବିଜୟ ନୁହଁ ଆପଣ ମାନେ ଦେଖିଥିବେ হ্যাঁ সত্য ଭାରତୀୟ ସଂସ୍କୃତିରେ হ্যাঁ
आम जातीय स्तंभ अशोक स्तंभ हाँ। हाँ ना नहीं आज्ञा वेद उपनिषद शास्त्र पुराण केते कौन अच्छी भारत रे आइए सारे गोटा धाड़ी से स्तंभ तले लिखा गला कौन कौन कौन? सारे अशोक स्तंभ तले हो गोटा धाड़ी लिखा है कौन सार से धाड़ीटा कौन मत टिके सहयोग करिवे ना टिकी टिकी अक्षर आमे पढ़ी पारनु आ सत्यमेव जयते हाँ। तार तो मु आपन को एक कथा परीक्षा करबा को पचारनी नहीं मते सहयोग करबा पई पचार टिकी से माडुआटा को पचारले मते नै कुआडे कोन पुरैबो आहा र ता मुंडटा जो दिन टाण कर दियंता मु मोटे कुआडे पचारंतिनी मते पता रह एणी की भूल वाले गाँ वाला नहीं पचारेणी कि ना भूलेले गां वाला दाई आउ छोट छोट अक्षर आमे पढ़ीनु सेरा कोन लिखा है जो गुंदुर गुंदुर देखे कहला छोट छोट अक्षर गुंदुरु गुंदुरु अक्षर मु पढ़िनु पढ़िनी अरे तू पढ़िनु से बाबू केंदी पढ़िले से पढ़िथबे के र ज्ञानी मंडली आइए तेनु अशोक स्तंभ तले हाँ। गोटा धाड़ी को निपुआ लिखा है सत्यमेव जयते हाँ। अर्थ हेलो सत्य ही केवल जय हुए हुए अर्थ जो लोक सत्य को जानी देछि हेलो से सामयिक भाव में कौन अज्ञातार हुए अलग कथा आइए आइए किंतु परिचर शेष कथा ओ तार शब्दटा पराजय ये कथा को समर्थन जानी के आउ जने कवि आसिले के से कवि किए किए? आपण मान कोन ठाकुर अनुकूल चंद्र से कोन कहले अनुकूल चंद्र कहले हाँ। कोन कौन? ना सत देबे हुए संग तुमारो सत्य हुए संग तुम्हारा सत देबे हुए संग तुमारो सत्य में हुए संग तुम्हारा भाव देबे हुए महान उच्च भाव देवे हुए महान उत्सव भाव देवे हुए महान उत्सव भाव देवे हुए महान उत्सव विश्व द्वारे साधना तुमारो विश्व द्वारे साधना ये तुम्हारा विश्व द्वारे साधना तुमारो विश्व द्वारे साधना तुम्हारा हेबनी व्यर्थ हेबनी तुच्छ हेवनी व्यर्थ सर केते मूल्यवान कथा है यही पाई तो से ठाकुर ही मंदिर रे पूजा पाउछन आउ हां आइए कहले सत देबे हुए संग तुमारो हाँ हाँ रे मनीष हैं। जीवन रे तू जदि सत भलिया गोटा पवित्र जिंस को सांग करिछु बास तो भाव आपे आपे उच्च होई जीवो मन को तो उच्च ही जो भाव आपे आपे उच्च होई जीवो आइए भाव जबे हुए महान उच्च हेलो भाव जतबे उच्च होई जीवो आइए विश्व द्वारे साधना तुमर हेबनी व्यर्थ हेवनी तुच्छ विश्व द्वार रे आइए तो साधना व्यर्थ हेबनी तुच्छ हेबनी रे र सारे एक कथार मूल्य हाँ। सारा जगत बुझिछि बोली हेला आमे पिला दिनरु गोटा प्रार्थना कोण इठी जेते लोक बसिछंती आइए समस्त से प्रार्थनाटा जानिछंती हाँ हाँ सारा ओडिसा रे जेते विद्यालय अछि अच्छी सबु विद्यालय से प्रार्थना निश्चित बोला है हाँ आज्ञा कोण से प्रार्थना रु गोटा पद बोलुची आज्ञा शेष कथा कहिले ओ भगवान को मागुची भक्त टिए कोण बा चपलमती शिशु टिए बेस। किछि न बुझिला बेले हेला ता तुंडरे ता कंठरे हाँ। भगवान को मागिवा पई हमें कहूचे हाँ। कोन मागुचे आज्ञा कोण बोले प्रभु ओहो। ये सत कहिबाकू किया डरिबू सत कहिबा बाते माले मारिबी राता ताई बाते माले मारिबी राता ताई बाते माले मारिबी मोते तेगी सिंगा ताईए मोरा दाना र कुना बुढ़ार काढुटी बाउनी आछि हाँ लगे दूची र सोरुटी रे दुर्बल हेछि हाँ। तथापि कोन लढिवा छाडुछि कि ना ना हां हे। तथापि कांध लगेई दउछि ना भाउज कहिसंती कहले दुर्बल हबनी र तांका पाखे। र अरे अयो। ओडिसा रे गोटा एक नंबर संगीत से हां हां आज्ञा तनु ये खरा ये काकर रे बुलाबुली करी हां स्वर दुर्बल हेले भी सारू बिकी ये सारू ताड़ीगिरी माडुआटा र हे स्वर दुर्बल हेले भी हां ठकिया को चेष्टा अछि ना 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 फाकुचंदी नहीं। र हे। कुना आज्ञा सारा में जेते अच्छे हां मो पांडित्य देखैबा पई ए पद मु बोलुनी आउ कारण आपण मान समस्त ए पद जानिछत हां छोटियारू बड़ पर्यंत बस हुए तो जानी नथिले एई छुआटा जान नथबो हां टिकी पिलाटा ये हो ये किछि कथा कहि जानिनी समस्त जानिछथि आउ दी वर्ष ताले पदटा काहे कि मु बोलिली आज्ञा काहे की अनेक पार्लियामेंट रे बेले बेले जने कुहंती हां
କିଏ କେହି କଣ ଆମେ ଏଇ କଥା ଜାଣିନୁ ପାଲା ବାଲା ସେଇ କଥା କହୁଛ ତଥାପି ସେଇ ପଦ ବୋଲୁଛ ହଁ। ମଉସା ଏ ପଦ ଜାଣିଛେ ଆମେ ହେଲା କିନ୍ତୁ ଆକୁ ଆମେ ବୁଝିନେ ଆଚ୍ଛା ଆଜି ପର୍ଯ୍ୟନ୍ତ ଆମେ ଆକୁ କାମରେ ଲଗେଇ ପାରୁନେ ବୁଝାଇଲ କଣ ବୁଝାଉଛ ଦେଖିବା କଣ କଣ ନା ଭକ୍ତ ବା ଭଗବାନଙ୍କ ନିକଟରେ ମାଗିଲା ହଁ ଚପଳମତି ଶିଶୁଟିଏ ଭଗବାନଙ୍କୁ ପ୍ରାର୍ଥନା କଲା ଓହୋ। କହିଲା ପ୍ରଭୁ ହଁ। ଜୀବନର ମତେ ଏତିକି ଶିଖାଅ ହେଲୋ ସତ କହିବାକୁ କିଆଁ ଡରିବି ବେଶ ସତ କହି ପଛେ ମଲେ ମରିବି ଅଛ ମୁଁ ମଲେ ପଛେ ମରିବି ହଁ ମତେ ସତ କହିବା ଶିଖାଅ ମିଛ ଶିଖାଅ। କହିବା ଶିଖାନି। ଶିଖାଅ ନାହିଁ ନା। ମତେ ଏତିକି ଶିଖାଅ ଚାହିଁଏ ଓହୋ। ଏତିକି ଅର୍ଥ ୟା ବ୍ୟତୀତ କିଛି ନ ଶିଖିଲେ ବି ମୋର ଚଳିବ ଚଳିବ ମୋର ଧନ ଜନ ଲୋଡା ନାହିଁ ଆଚ୍ଛା ଆଚ୍ଛା ଆପଣ ମାନେ ଏଠି ଯେତେ ଅଛନ୍ତି ହଁ ଜଣିଏ କିଏ କହିଲେ ମୋର ଧନ ଦରକାର ନାହିଁ ଆଉ ମୋର ସୁଭଦ୍ରା ଟଙ୍କା ଆସିଲାନି ଯେ ମୁଁ ଜନସେବା କେନ୍ଦ୍ର ଦୌଡ଼ି ଦୌଡ଼ି ମୋ ପାଦରୁ ଜୋତା ସରିଗଲା ଜଣିଏ କିଏ କହିଲେ ମୋର ଜନ ଦରକାର ନାହିଁ ଆଉ ସାର ସମସ୍ତଙ୍କର ଆମର ଧନ ଦରକାର ଜନ ଦରକାର ଆଜ୍ଞା ଭକ୍ତ କଣ ଭଗବାନଙ୍କୁ ପ୍ରାର୍ଥନା କରୁଛି ପ୍ରଭୁ ମୋର ଧନ ଜନ ପଛେ ଲୋଡା ନାହିଁ ହଁ ମତେ ସତ କହିବା ଶିଖା ତାଙ୍କ ପାଖେ ପିଲା ସାରେ କଥାର ମର୍ମକୁ ମୂଲ୍ୟକୁ ବୁଝିବା ହଁ। କଣ ମର୍ମ କଣ? ନା ଯେତେବେଳେ ମଣିଷ ସତ ପଛରେ ରହିବ ହଁ। ତା ପଛରେ ଧନ ଆଉ ଜନ ଗୋଡେଇବେ ଅର୍ଥ ଆମେ ନିଜକୁ ଏଇଭଳି ତିଆରି କରିବା ଆଜିର ମଣିଷ ଟଙ୍କା ପଛରେ ଗୋଡଉଛି ଆଉ କୁନାରେ ହଁ। ଟଙ୍କା ପଛରେ ଗୋଡେଇଲେ ମଣିଷ ତୁ ପାରିବୁନି ଆଉ କାହା ତୁ ପଛରେ? ଏମିତି ନିଜକୁ ତିଆରି କର ହଁ ଟଙ୍କା ତୋ ପଛରେ ଗୋଡେଇବ ବାବାରେ ବୁଝନ୍ତୁ ଆଜ୍ଞା ହଁ ତୁ ଲୋକଙ୍କ ପଛରେ ଗୋଡାଇଲେ ପାରିବୁନି ନାଇଁ ଏମିତି ତିଆରି କର ଲୋକ ଆମ ପଛରେ ଗୋଡ଼ାନ୍ତୁ ଲୋକ ତୋ ପଛରେ ଗୋଡେଇବେ ହଁ। ଜ୍ଞାନୀ ମଣ୍ଡଳୀ ବିଚାର କରନ୍ତୁ ହଁ। ସେ ବାଟଟା କିଏ ନା ସତ୍ୟର ବାଟ ହଁ। ଇଏ କବିତାର ହଁ। ବା ଏ ପ୍ରାର୍ଥନାର ହଁ। କୁନା କବି କିଏ କିଏ ନା ତାଙ୍କ ଘର ଏଇ ନିକଟରେ କୋଉଠି ଆମ ପଡିଶା ଅଞ୍ଚଳରେ ହେଲା। ବାଇରୋଇ ବାଇରୋଇ। ବାଇରୋଇର କବି ନନ୍ଦ ରାମକୃଷ୍ଣ ନନ୍ଦ ଓ ଇଏ କବିତାର ରଚୟିତା ଆଜ୍ଞା ଆଜ୍ଞା ସୁନ୍ଦର ଭାବରେ କହିଲେ ହଁ। ତାହେଲେ କୁନା ଆଜ୍ଞା ମଲେ ପଛେ ଜଣେ ମରିବ ଏ ସତ ଛାଡ଼ିବିନି ସତକୁ ଛାଡିବା ଉଚିତ ନୁହଁ ଏତେ ସମୟ ମୁଁ ସତ୍ୟ 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 କହୁଛି ଆଜ୍ଞା ସେ ସତ୍ୟ କଣ ସତ୍ୟ କାହାକୁ କହିବା ସତ୍ୟ କାହାକୁ ଆମେ ବୁଝିବା ହଁ। ଅନେକ କବି ନ ଆସିଲେ ପାଲା ନାଇଁ ନାହିଁ ନାଇଁ ଆପଣ ଆଙ୍ଗୁଠି ପକେଇକି ଗଣିବେ 100 କବି ନ ଆସିବେ କି ନା ଆଜ୍ଞା ଆଜ୍ଞା ଜଗତରେ କେତେ ବୁଝିବା ସେ ସତ୍ୟ କଣ କଣ ନା ନାଇଁ ଆଜ୍ଞା ତା ପୂର୍ବରୁ ଆଉ ଗୋଟେ ଶ୍ଲୋକ ବୋଲୁଛି ବୋଲୁନା ଜଗତରେ ଯେତେ ମଣିଷ ହଁ। ସବୁଠାରୁ ଶ୍ରେଷ୍ଠ ମଣିଷ କିଏ ଏ ବାପା ଶ୍ରେଷ୍ଠ ମଣିଷ କିଏ ହଁ ଏ ଆମର ମୋହନ ଚରଣ ମାଝି ରହ ଶ୍ରେଷ୍ଠ ମଣିଷ କହିଲା ମୁଁ କଣଟା କହୁଥିଲା ମୁଣ୍ଡ ବ୍ରେକ୍ ହେଇଗଲା ଓହୋ କହିଲା ମୋହନ ଚରଣ ଆଉ ମାଝି ଶ୍ରେଷ୍ଠ ମଣିଷ କିଏ କହିଲେ ସତ୍ୟତାର ମନୁଷ୍ୟାଣ ବାଚଚାର ମହିପତି ବାଚ ବିଚଳିତ ଯେନ ତେନ ଦୁଷ୍କୃତ ହରିଆ